ଆରେ ଚାଉଳରୁ ଭାତ ସବୁଠି ରନ୍ଧା ତ ଅଥାଗଡ଼ା ଝିଅ କିଏ ପଚାରୁଛନ୍ତି ଦିଆ ପଚାରିଲେ କାହା ଘରେ କଣ ଖାଇବା ପାଇଁ ପଚି ଯାଇଥିଲା ନା କଣ ହଳେ ଅବସ୍ଥା କରିବା ପଚାରିଲେ କିଏ କଣ ଟାଙ୍ଗିଥିଲା କାଞ୍ଚି ଦେଇ ଛାଡ଼ିଦେଲେ। ନାହିଁ ଉତ୍ତର ଦେଇଦେଲେ ଦର୍ଶନ ଦେବି କାନ୍ଦେ କାନ୍ଦେ ପଇସା ଦେ। ଆରେ ଉତ୍ତର ଦେଲେ ତ ଦର୍ଶନ ଦେବି ଆମର ବାବୁ ପଚାରିଛନ୍ତି ଓହୋ ଉତ୍ତର ଦେଲେ 10 ଟଙ୍କା ଦବ, ହଁ ହଁ ନ ଦେଲେ ଦବନି। ମାମୁଁ ହଁ ତମେ ପ୍ରଶ୍ନ କରିବ 10 ଟଙ୍କା ଦବ। ମୁଁ ତମକୁ ହେଲେ କରିବି, ତମକୁ ମୁଁ 20 ଟଙ୍କା ଦେବି। କଣ କରିବୁ ପ୍ରଶ୍ନ ଆରେ ଅଳିଆକୁ ଗୋଳିଆ ନେଇ ତୁ ମତେ ପ୍ରଶ୍ନ କରିବୁ ମୁଁ ଅଳିଆକୁ ଗୋଳିଆ ନାହିଁ, ତମେ ମତେ କରିଦବ, ମୁଁ ତମକୁ ଛାଡ଼ିଦେବି। କାଇଁ କଣ ପଚାରିବୁ ଦେଖିଆ ମାମୁଁ ଗୋଟେ କଥା ପଚାରିବି ମାମୁଁ, ଖରାପ କଥା ପଚାରିନି, ଭଲ କଥା ହିଁ ପଚାରିବି ମାମୁଁ। ମାମୁଁ ଦେଖୁଛ ନା ମହାପୁରୁଙ୍କ ଗୋଟେ କବାଟ ବନ୍ଦ ହେଇଗଲା। ହଁ ମହାପୁରୁକୁ ମୁଁ ଆଗୁଠୁ ଦେଖିଛି ମାମୁଁ। ମହାପୁରୁଙ୍କର ଜଗନ୍ନାଥ ମହାପୁରୁଙ୍କର ହାତ ନାହିଁ କି ଗୋଡ଼ ନାହିଁ, ଭୁଲତା ନାହିଁ କି ପତା ନାହିଁ, କାନ ନାହିଁ। ଏ ମହାପୁରୁକୁ ପରମ ବ୍ରହ୍ମ ବୋଲି କହୁଛନ୍ତି। ଏ ମହାପୁରୁ ଏମିତି ଆକା ଜନ୍ମରୁ ହେଇଥିଲେ ନା ଆଙ୍କର କୋ ଅଭିଶାପ ଥିଲେ ନା କି କେମିତି ଏମିତି ହେଲେ ମୁଁ ଜାଣିପାରୁନି ମାମୁଁ। ମହାପୁରୁ ତ ମହାପୁରୁ, ସବୁ ମହାପୁରୁର କାନ ଦେହ ମୁଣ୍ଡ ସବୁ ଠିକ ରହିବା ନିହାତି। ଆଉ ଏ ଜଗନ୍ନାଥ ମହାପୁରୁର କାନ ନାହିଁ, ଭୁଲତା ନାହିଁ, ହାତ ନାହିଁ, ପାଦ ନାହିଁ, କି ପାଟି ହେଲେ ଖୋଲୁନାହାନ୍ତି, ମୌନ ଅବସ୍ଥାରେ ବଇକିରି ଚକା ଆଖିଟା ଖାଲି ଖୋଲିଛନ୍ତି, ଭୁଲଟା ନଟାଇକିରି ମୁଟୁ ମୁଟୁ ଅନଉଛନ୍ତି। ଆଙ୍କେ କି ମହାପୁରୁ, କଣ ହେଇଛି ଆଙ୍କର କଥା ମୁଁ ଟୋଟାଲ କିଛି ଜାଣିପାରୁନି ମାମୁଁ। ମାମୁଁ ଆଙ୍କେ ଆଙ୍କେ କାହା ଘରେ କେତେବେଳେ ପଇଗଲେ ନା କୋଉଟେ ଭୁଲ ବଟିକା କଲେ ଆଙ୍କଟି କିଏ ନଣ୍ଡା କରିଦେଲା କାନ କବିଲା ଯେ କି ପରମ ବ୍ରହ୍ମ ପରମାତ୍ମା ପୁରୁଷ ହଁ ବାସାନି ଜିନ୍ନାନି ଯଥା ଶରୀର ଆଚ୍ଛା ଆଚ୍ଛା ନବାନି ଗୁହ୍ନାନି ନର ପରାଣୀ ହଁ ଅନ୍ୟାନି ଆତ୍ମାନି ସଂଜାତ ଦେହି ଯାହାର ନାମରେ କଳଙ୍କ ନାହିଁ। ନାଇଁ ଯୋଉ ପରମ ବ୍ରହ୍ମ ଏ ସଂସାର ଭିତରେ ଜନ୍ମିଛନ୍ତି ଓହୋ ସବୁ ମିଳିବ, ସବୁ ସେଇଠି ଓଲଟା ଥିବ। କୋଉଟେ ଆରେ ଶୁଣିବୁ କି କହୁନ ଆରେ ଚାଉଳରୁ ଭାତ ସବୁଠି ରନ୍ଧା ତ ଆରେ ଚାଉଳରୁ ଭାତ ସବୁଠି ରନ୍ଧା ତ ଭାତରୁ ଚାଉଳ କେଉଁଠି ହୁଏ ସଜନିଲୁ ଜଗନ୍ନାଥ ଧାମ ସଜନିଲୁ ଜଗନ୍ନାଥ ଧାମ ଚାଉଳରୁ ଭାତ ସବୁଠି ରନ୍ଧା ତ ଚାଉଳରୁ ଭାତ ସବୁଠି ରନ୍ଧା ତ ଭାତରୁ ଚାଉଳ କେଉଁଠି ହୁଏ সজনীল জগন্নাথ নাম হলো সজনীল জগন্নাথ নাম সজনীল জগন্নাথ নাম সজনীল জগন্নাথ ধাম ଏ ଯୁଗ ଓଲଟା ଭଗବାନଙ୍କର କାମ ମଧ୍ୟ ଓଲଟା। କଣ କାମ ଓଲଟା ମାମୁଁ? ଯୁଗ ଓଲଟା। ହଁ ଝିଅ ଖାଇବା ପାଇଁ ସମସ୍ତଙ୍କୁ କ୍ଷୀର ଦରକାର, ପିଇବା ପାଇଁ କ୍ଷୀର ଦରକାର, ମାତ୍ର ଗୋମାତା ପୋଷିବାକୁ କାହାର ଇଚ୍ଛା ନାହିଁ। ଓଲଟା ଗୋମାତା କ୍ଷୀରକୁ ସମସ୍ତେ ଦାନ କରିବାକୁ ଇଚ୍ଛା। ଦରକାର ପଡେ କିଏ ଖରାପ ଭାବନି। ଘର ମୁହଁରେ ଗୋମାତାକୁ ପୋଷୁଥିଲେ ପୂର୍ବ ଲୋକ ଯେ ଘରକୁ ପବିତ୍ରତା ଥିଲା। ତାର ମଳମୂତ୍ରରେ ଘରକୁ ଯଦି ଚକୁଡିକିରି ଗଲେ ଲକ୍ଷ୍ମୀ ମା ବିରାଜମାନ କରନ୍ତି। ଘରରୁ ମଧ୍ୟ ବୈଜ୍ଞାନିକ ମଧ୍ୟ ରୋଗ ମଧ୍ୟ ଅଛି। ଏବେ ସେ ଗୋମାତାକୁ ଆଉ କିଏ ପୋଷୁନାହାନ୍ତି। ପଛରେ ଛିଡା ହେଇଛନ୍ତି କୁଣ୍ଡା ପାଣି ଟିକେ କିଏ ଦଉନାହାନ୍ତି। କୋଉ ପତ୍ର ଖାଇବ ଦରକାର ପଡନ୍ତି ବୁଲି ବୁଲି କୋଉ ଅଣ୍ଡା ଭାତ ଟିକେ ଖାଇବ। ମାତ୍ର କଣ ଏ ଯୁଗ ଏମିତି ଆସିଛି କଣ
बापरे गोमाता परिवर्तन जो पानी टिके दियंती कुंडा पानी टिके दियंती दाना टिके दियंती हां एबे ता परिवर्तन घर मुहरे कोन पोसिले कोन सतनामी छमु कहिबी गोमाता परिवर्तन कुकुर पोसिले ओलटा ही आ कोन क्षीर खाइबा परिवर्तन कोन ही चाहि कौन अरे ओलिया हां क्षीर पीवा परिवर्तन कोन ही कोन कौन होइछि कोटला कहि कुकुर पोसा होती कीरो खाया आ कोन आ बापा ओ अरे 10 जगह जदी इतर मेले मत ताकू के पचारबिनी गौड़िया के गौड़िया जो मते दान दान बुडी लेके पचारी तू जो कहिलो बापा ये पैसा धरि मु कोन जीवी की नहीं नहीं को बैंक रखी सब ओलट के खराब हबो नहीं हेले सिंडिकेट बैंक चाउल पड़िले भात होउची अच्छा भात चाउल हेबार कोठे नाही कोई नहीं से कोटिया धाम ता नाउ ची निर्माल निर्मल्य दुई दिन की तीन दिन जो अबड़ा बना गेले निर्माल पारा पड़ले से चाउल ही जाई चाउल आउ कोन होची कौन मारी बालक को तंड तल खाए मारी बालक को तंड तल खाए माड खाई भोक बाहुरा दिए সজনিলো জগন্নাথ ধাম দিয়ে আলো সজনিলো জগন্নাথ ধাম দিয়ে সজনিলো জগন্নাথ ধাম দিয়ে আলো সজনিলো জগন্নাথ ধাম দিয়ে আলো সজনিলো জগন্নাথ ধাম দিয়ে अलिया हां पचारी दिलु ठाकुरंकर कर्ण नाही नहीं हस्त नाही नहीं चरण नाही नहीं फुल्लता नाही नहीं के ना हां अधा गोड़ा दियो नाही गोड़ हाथ पूर्ण ब्रह्म तंतु बोलंती जगत अधा गोड़ा दियो नाही गोड़ हाथ पूर्ण ब्रह्म तंतु बोलंती जगत बड़ भाई बड़ ठाकुर थाउ से बड़ भाई बड़ ठाकुर भाई से सान भाई बड़ दियो बोलाई জগন্নাথ ধাম দিয়ে আলো সজনিলো জগন্নাথ ধাম দিয়ে সজনিলো জগন্নাথ ধাম দিয়ে আলো সজনিলো জগন্নাথ ধাম দিয়ে ना अथागड़ा दियो के पतल अच्छा अलिया बतले का घरे कोन खाइबा पाई पछे जला ना कोन होले बता करिया पछले के कोन टांगी देला कांची देई छाड़ी देले नाही आउ अथागड़ा काहे के हेई छंदी काहे काहेकि के मागी थिला बड़ काहाकु करिथिले दान काहा पाई बोली आज ठाकुर अथागड़ा हेई छई कहा पाई से हत्त चन नास सब का बुझाई छई कहा को बरे कहि आउ कोन लागन कौन मोहन तर गोड़ा माटी हांडी रे रोसाई मोहन সোনা রূপা থাই तर गोड़ा माटी हांडी रे रोसाई तान नाही गीत गोविंद सुनिछे कर्ण नाही गीत গোবিন্দ শুনিছে पलक नथाई पहड़ जाई জগনিল জগন্নাথ ধাম দিয়ে আলো সজনিল জগন্নাথ ধাম দিয়ে
সজনিল জগন্নাথ ধাম সিଏ আলো সজনিল জগন্নাଥ ধাମ ସିଏ ଯୋଉଟା କଣ ଭଗବାନଙ୍କର କର୍ମ ନାହିଁ କିନ୍ତୁ ଗୀତ ଗୋବିନ୍ଦ ଚାରିପଦ ନ ଶୁଣିଲେ ଭଗବାନଙ୍କ ଗୀତ ଆସିବନି नहीं ବା ସୁନା ରୂପା ଏମିତି ରହିଛି ହଁ ଆଜି ଗଭର୍ଣ୍ଣମେଣ୍ଟ ତାକୁ କଳନା କରିପାରିଲା ନାହିଁ ଆଚ୍ଛା ମାତ୍ର ଭଗବାନଙ୍କର ଏ ଯୋଉ ଅନ୍ନ ବ୍ୟଞ୍ଜନ କେମିତି ହୁଏ ନା ଦରପୋଡା ହାଣ୍ଡି अच्छा ମାଟି ହାଣ୍ଡିରେ କେବଳ ତିଆରି ହୁଏ होची ଆଉ କଣ କଣ कौन ଅଶୁଦ୍ଧ ହୋଇଲେ ପଣ୍ଡା ରନ୍ଧା ଭାତ ପୋତା ହୁଏ ସିନା ନ ପାଏ ଭକତ ଅଶୁଦ୍ଧ ହୋଇଲେ ପଣ୍ଡା ରନ୍ଧା ଭାତ ପୋତା ହୁଏ ସିନା ନ ପାଏ ଜଗତ ଅଛୁଆ ଭକତ ବାନ୍ଧୁ ଅଛି ନେତ ଅଛୁଆ ଭକତ ବାନ୍ଧୁ ଅଛି ନେତା ଅଛବ ହାତରୁ ନଡ଼ିଆରେ সজনিল জগন্নাথ ধাম সিଏ আলো সজনিল জগন্নাথ ধাম সিଏ সজনিল জগন্নাথ ধাম সিଏ আলো সজনিল জগন্নাথ ধাম সিଏ আরে ওলিয়া সেই পরমাত্মা পুরুষ পরমাত্মা ହଁ বাসানি জিন্নানি যথা শরীর আচ্ছা বাস পিন্ধিবা বস্ত্র মলিন হয়ে গেলে আমি নূয়া বস্ত্রକୁ আগ্রহ করুছি ହଁ এই যে মলিন বস্ত্র কেতে আদর করিଥିଲେ মধ্যে তাকে পুনে পকাই দেবা নূয়া বস্ত্রକୁ আগ্রহ କରିବା যথা শরীর ହଁ ଏ ଶରୀର ଗୋଟିଏ ବସ୍ତ୍ର ଆଜ୍ଞା ଆକୁ ନା ନୂତନ କିଏ ଏ ଶରୀର ରୂପକ ବସ୍ତ୍ରରେ ରାମ ନାମ ହଉଛି କେବଳ ନୂତନ ଆଚ୍ଛା ରାମ ନାମ ଯେତେ ନ ପ୍ରକୃତ ତମ ଭିତରେ ପରମାତ୍ମା ପୁରୁଷକୁ ଶୁଣଉଥିବେ ହଁ ଏ ବସ୍ତ୍ରକୁ ଆଭରଣ କରି ସେ ଥିବ ବସ୍ତ୍ର ମରି ହେଲେ ନୂଆ ବସ୍ତ୍ର ଯେମିତି ମିଳିଲେ ଏ ବସ୍ତ୍ର ଆଖି ମାରିକି ଅନ୍ୟ ବସ୍ତ୍ର ପିନ୍ଧୁଛ ପିନ୍ଧୁଛନ୍ତି ଏ ଭିତରେ ଯଦି ରାମ ନାମ ଟିକେ ରହିଲା ନା ହଁ ଭାବପଦ ରହିଲା ନା ହଁ ହଁ ଧର୍ମର ବାକ୍ୟ ରହିଲା ନାହିଁ ଆଚ୍ଛା ଧର୍ମ କର୍ମକୁ ଯିଏ ମାନିଲା ନାହିଁ ନାହିଁ ଅନ୍ୟାନ୍ୟ ଆତ୍ମାନି ସଂଜାତ ଦେହେ ଏ ଆତ୍ମା କଣ କରିବ ଏ ବସ୍ତ୍ରକୁ ଛାଡି ଅନ୍ୟ ବସ୍ତ୍ରରେ ଯାଇକି ପ୍ରବେଶ ହେବ ହଁ ସେଇପରି ସେଇ ପରମାତ୍ମା ପୁରୁଷ ଆଚ୍ଛା ଆରେ ଓୟା ପଚାରିଲୁ ମତେ ଠିକ ଠିକ କରିଲୁ କହିବି ରେ ତୋତେ ଠିକ ଠିକ କରିଲେ ମତେ ତେବେ ମୁଁ ଛାଡ଼ି ଶୁଣୁଥିବା ଗୁରୁ ଜଣେ ମନ କର୍ମରେ ଅଳିଆ ପଚାରିଲେ ମତେ ଯେ ପ୍ରସନ୍ନ ଭଗବାନଙ୍କର ନାହିଁ କିପାଇ ଶ୍ରବଣ କିଏ ପୁଣି ଅଭିଶାପ ତାଙ୍କୁ ଥିଲେ ସେ କର୍ଣ୍ଣ ଗୋଟି ଭବ ପାନ ଦେଲେ ନେଇ ଶୁଣିବ ସମ୍ଭାଳୁନ ସେଇ ମନ କଳି ରାଜା ଯେତେବେଳେ ରାତି କଲ୍ୟାଣ ସତ୍ୟତୟା ବାପର ତିନି ଗୋଟି ଭାଇ ମାଙ୍କ ପାଖରୁ ଜନ୍ମ ହୋଇଲେ ତହିଁ କନିଷ୍ଠ ଭାଇ ବାପ କଳି ରାଜା ଥିଲେ ଧର୍ମ ରାଜା ପୁଣିରା ଯୁଦ୍ଧ କରାଇଲେ ସେତେବେଳେ କଳି ରାଜା କରକୁ ଯୋଡ଼ିଲେ हे प्रभु कली रे राजा न हेबी होइले कली राजा को धर्म पुरुष कहिले अच्छा अच्छा हे कली सत्यतर भाई जट भाई तार 18000 17000 छयानी वर्ष जेबे आज्ञा तते अधिक 14064 वर्ष हाँ तो मध्या भाई मध्य ता जुग विशेष होई हाँ हाँ अरे तोर मध्यम भाई हाँ 8,32,000 वर्ष से सरे दी अच्छा
ତୋର ରହିଲା 4,32,000 ତୁ ସେ 32,000 4 ଲକ୍ଷ କାଳ 4 ଲକ୍ଷ ବର୍ଷ ବିତେଇ ଦେବୁ କଳି ରାଜା ବୋଇଲେ ମୁଁ କରିପାରିବିନି ନାଇଁ ନାଇଁ କାହିଁକି କାହିଁକି ନା ସତ୍ୟ ଯୁଗରେ ହଁ ଗଜରାଜକୁ କୁମ୍ଭୀର ଜଣେ ଜାଣିଥିଲା ଓହୋ କର୍ଣ୍ଣରେ ତମେ ଶୁଣି ଦେଇଥିଲ ହଁ ମୃଗୁଣୀ ବିପଦରେ ପଡିଥିଲା ହଁ କର୍ଣ୍ଣରେ ତମେ ଶୁଣି ଦେଇଥିଲ ଆଚ୍ଛା ଦ୍ରୌପଦୀ ଆରତରେ ଡାକିଥିଲେ କର୍ଣ୍ଣରେ ଶୁଣିଥିଲି ହଁ ହଁ ତମେ ଆପଦରୁ ଦ୍ରୌପଦୀ କି ମୃଗୁଣୀ କି ଗଜକୁ ତମେ ତାରିଛ ଆଚ୍ଛା କଳି ଯୁଗରେ ଯଦି ମୁଁ କଳି ପୁରୁଷ ହେଇକି ରାଜୁତି ଯଦି କରିବି ହଁ କାହାକୁ ଯଦି ଦଣ୍ଡ ଦେବି ଆଜ୍ଞା ଆପଦରେ ଯଦି ତୁମକୁ ଡାକିବ ତମ କର୍ଣ୍ଣ ଥିବ ଯଦି ତମ ରଖିଲି ବୋଇଲେ ମୁଁ ଆଉ ରାଜୁତି କରିପାରିବି ନାହିଁ ନାହିଁ ତମ କର୍ଣ୍ଣ ଦୁଇଟା ଲୋପାୟିତ କରିବି ହଁ 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 ଜଗନ୍ନାଥ ଠାକୁର କହିଲେ ହେ କଳି ରାଜା ତମ କଥାରେ ଏ କର୍ଣ୍ଣ ଦୁଇଟା କଳି ରାଜାର ମନୁଷ୍ୟକୁ ଦେଇଦେବି ଓହୋ ହୋ ଆମ ମାନଙ୍କୁ କଳି ରାଜା କର୍ଣ୍ଣ ଦେଇଦେବି ଦେଇଦେଲେ କର୍ଣ୍ଣ କାହିଁକି ଦେଇଛି ବାବୁ ବୁଝିଲ କାହିଁକି ହଁ ହଁ ସମସ୍ତେ ଶୁଣିଛି ପାଦ ଦେଇଛି କଣ ପାଇଁ କଣ ପାଇଁ? କଣ ପାଇଁ ହଁ। କର୍ଣ୍ଣ ଦେଲା କଣ ପାଇଁ କଣ ଆଚ୍ଛା କଳି ରାଜା କହିଲେ କଣ ବୋଲି? କର୍ଣ୍ଣ ଦୁଇଟା କାହାକୁ ଦେବ କଳି ଯୁଗର ମନୁଷ୍ୟକୁ ଦେବି ହୁଁ ତା କଣ ପାଇଁ ଦେବି କଣ ପାଇଁ କଣ? କର୍ଣ୍ଣ ପବିତ୍ର ଯଦି ରାମ ନାମ ଏଇ କର୍ଣ୍ଣ ପବିତ୍ର ଯଦି ରାମ ନାମ ହଁ ଆଚ୍ଛା ଏ କଳି ଯୁଗର ମନୁଷ୍ୟକୁ କର୍ଣ୍ଣ ଦେବି ଏ କର୍ଣ୍ଣରେ ସେ ଟିକେ ରାମ ନାମ ଶୁଣିବ ଶୁଣିବ ଶୁଣିବ? କଳି ରାଜା ବୋଲେ ରାମ ନାମ ଯଦି ଶୁଣିବ ମୋ ରାଜୁତି କିଏ କରିବ ହଁ ଏଇଠି କଳି ରାଜା ବୋଇଲେ ବାପ ଟିକେ ଶୁଣି ଦେଇଥ ହଁ। ଠାକୁରଙ୍କର ବିଶେଷ ଶୁଣିଦେଲା ପରେ ଆପଣ କହିବ ଆଜ୍ଞା ଏଇଠି କଳି ରାଜା ବୋଇଲେ ଯଦି ରାମ ନାମ ଶୁଣିବେ ମୋ ରାଜୁତି ହେବ କେମିତି କେମିତି ସେଇଠି ଭଗବାନ କହିଲେ ନା ପରଦାରଂ ପରଦ୍ରବ୍ୟଂ ପରିବାଦ ପରିଷ୍ୟତ ଏ କର୍ଣ୍ଣରେ ପର କଥା ଶୁଣିବ ପର ନିନ୍ଦାକୁ ଶୁଣିବ ହଁ ପର ବାର୍ତ୍ତାକୁ ଶୁଣିବ ହଁ ପର ଅପଭ୍ରଂଶ କାର୍ଯ୍ୟ ଯଦି ଲାଗିବ ନାହିଁ ମୁଁ କଳି ଯୁଗରେ ରାଜୁତି କରିପାରିବି ନାହିଁ ନାହିଁ ତେଣୁ ମା କାନ ଦିଟା ପ୍ରଥମେ ଯୋଡେ ମାଡଗୋଳ ହଉଥିବ ଏ କାନ ଦିଟା ସିଧା ହଁ ପର ନିନ୍ଦା ପର ଗାଳି ପର ବାସ୍ତୁତି ଯୋଉଠି ଥିବ ଏ କର୍ଣ୍ଣ ସେଇଠିକି ଯିବ ଯିବ ରାମ ନାମ ଯୋଉଠି ଥିବ କହିବେ ନାଇଁ ଲୋ ମା ରାମ ନାମ ଜପିଲେ ସବୁ କିଛି ହବନି ଲୋ ମା ରାମ ନାମକୁ ଟେକା ପର ନିନ୍ଦାକୁ ଟଙ୍କା ଟଙ୍କା କର୍ଣ୍ଣ ଦିଟା ପର ନିନ୍ଦା ପାଇଁ ବୋଲି ବର୍ତ୍ତମାନ ପଳେଇ ଆସିବେ ହଁ 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 କର୍ଣ୍ଣ କାହା ହଉଥିଲା ଜାଣିଛୁ ଆଁ ଶୁଣିଲୁ ହଁ ଆଉ ଗୋଟେ କହିଲୁ କୁହ କଣ? ଆରେ ହତ ଦୁଇଟା ତାର ସେ ଦେଇଛି ଆରେ କହିଲା ମତେ ପ୍ରଶ୍ନ କରିଲୁ ଯେତେବେଳେ ଭଗବାନ କରକୁ ଯୋଡ଼ିଲେ ହଉ ଏ କଳି ରାଜା ସତ୍ୟ କରଙ୍କୁ ଓଇଲେ ଯେତେବେଳେ ଗଜରାଜଙ୍କ ଆରତ ବାଣୀ ଶୁଣିଲା ପରେ ନିନ୍ଦା କୁମ୍ଭେ ବ୍ୟାଗି ଛୋଟି ଯେତେବେଳେ ହସ୍ତର ତୁମେ ଚକ୍ରକୁ ଧରୁଛ ଚକ୍ରରେ ସତ ପାପ ବିନାଶ କରୁଛ ତେଣୁ କରି କଳି ଯୁଗରେ ଚକ୍ରକୁ ତୁମ୍ଭର ଧରିବା ପାଇଁ ହସ୍ତ ନର ଏ ଯୁଗର କଳି ରାଜା ବୋଇଲେ ତମ ହସ୍ତରେ ଯଦି ଚକ୍ର ଥିବ କଳି ଯୁଗରେ ତମେ କଣ କରିବ ଏବେ ଯେମିତି ଗଜରାଜଙ୍କର ଆରତ ପାଇଁ ବୋଲି ଚକ୍ରକୁ ବେଶୀ ଗଜକୁ ଉଦ୍ଧାର କଲ ନକ୍ରକୁ ବିନାଶ କରିଦେଲ ହଁ ହଁ ସେଇଠି ମୁଁ ଯଦି ଯାହାକୁ ମୋର ରାଜୁତି ପାଇଁ ବୋଲି ଦଣ୍ଡ ଦଉଥିବି ହଁ ତମେ ଆରତରେ ଡାକିଲେ ତମ ହସ୍ତଟାକି ରଖିଲି ବୋଲି ମୋତେ କହିବ ଓହୋ ହୋ ମୁଁ କାହାକୁ ଦଣ୍ଡ ଦେଇପାରିବି ନାହିଁ ଦ୍ରୌପଦୀ କି ରଖିଲି ବୋଲି କହିଲେ ଶାସନ କିଛି କରିପାରିଲେ ନାଇଁ ଚକ୍ର ଥିବା ଯୋଗୁଁ ଗଜରାଜ ମୁକ୍ତି ହେଇଛନ୍ତି ତମ ହସ୍ତଟି ରହିଲେ ମୁଁ ଚଳିପାରିବି ନାହିଁ ସେତେବେଳେ ଭଗବାନ କରକୁ ଯୋଡ଼ିଲେ ହେ କଳି ରାଜା ହେବେ ଶୁଣନ୍ତୁ ବୋଇଲେ ହସ୍ତ ଗୋଟିଏ ପୁଣି ଦେବିନି ତୁମକୁ ହସ୍ତ ଗୋଟିଏ ପୁଣି ଦେବିନି ତୁମକୁ ତୁମ୍ଭର କାଟେ ପୁଣି ଲଗାଅ ହସ୍ତ କଳି ଯୁଗର ମନୁଷ୍ୟକୁ ହସ୍ତ ଦେଇଦେ ହଁ ହଁ ତା ହସ୍ତ କାହିଁକି ଦେଲେ ଲୋକ ମାରିବା ପାଇଁ କଳି ଯୁଗର ମନୁଷ୍ୟକୁ ହସ୍ତ ଦେଲେ ହଁ
আরে হস্ত পবিত্রং যদি দান করম ଓହୋ ଦାଣ୍ଡକୁ ଗୋଟେ ଭିକାରୀ ଯଦି ଆସେ ହଁ ନା ଏ ହାତ ଦିଟା ଦେଇଛି ଅରିଆ ଓ ଆରେ ତତେ ମୁଥ ମାରିବା ପାଇଁ ନାହିଁ ଆଉ କଣ ପାଞ୍ଚଟା ମୁଦି ପିନ୍ଧିବା ପାଇଁ ନାହିଁ ଆଉ କଣ ପାଇଁ ହସ୍ତ ପବିତ୍ରଂ ଯଦି ଦାନ କରମ କର୍ମ ଜଗନ୍ନାଥ ଠାକୁର କହିଲେ ମତେ ହାତ ନଥାଉ ପଛେ ମୁଁ କଳି ଯୁଗର ମଣିଷକୁ ହାତ ଦେଇଥିବି ତୁ ରାଜୁତି କରିବୁ ହଁ ମାତ୍ର ମୋ ପାଇଁ ହସ୍ତ ଦୁଇଟା ଦେଇଛି ଅଧା ଭଳା ହେଇକି ଅଛି ସଭାରେ ବଇଲେ ହରିନାମ ଯଦି ଚାଲୁଥିଲେ ହରିନାମ ଚାଲୁଥିବା ହଁ ମା ମାନଙ୍କର ହସ୍ତ ବାବୁ ମାନଙ୍କର ହସ୍ତ ନା କଣ କରିବାକୁ ପଡିବ କଣ ନାମ ବାଜିଲେ କରତାଳ ମାରିବେ ଦାଣ୍ଡକୁ ଗୋଟେ ଭିକାରୀ ଆସିଲେ ମା ମାନଙ୍କର ହସ୍ତରୁ ଚାଉଳ ମୁଠିଏ ଦାନ କରିବେ ହେ ଯାଇ ପବିତ୍ର ମାତ୍ର ଆଜି ଆଉ ସେ ପରିବର୍ତ୍ତନ ହେଇନି ଆଜ୍ଞା ସତରେ କଣ କଣ? ହାତ ଦେଇଥିଲେ କୁଣ୍ଡା ମାରୁଛନ୍ତି ହାତ ଦେଇଥିଲେ ଭୁଜାଲି ଧରୁଛନ୍ତି ହଁ। ହାତ ଦେଇଥିଲେ ମୁଁ ଦରକାର ପଡେ ମଧ୍ୟ ନାନା କରନ୍ତି ହରିନାମ ଛାଡି ଆଜ୍ଞା। ତାପରେ ଜଗନ୍ନାଥ ଠାକୁର କହିଲେ ଓହୋ ଜଗନ୍ନାଥ ଠାକୁର କହିଲେ କଣ ଆଉ ତମର କଣ ଭାବନା ଅଛି ପାଦ ଦୁଇଟା ଦେଇଛି ନା ପାଦରେ କାହାକୁ କଣ କରିଥିଲେ କାହାକୁ ପଲକ ଦୁଇଟା ଦେଇଛନ୍ତି ହଁ ପଲକ ଦୁଇଟାରେ କଣ କରିଥିଲେ କଣ? ପାଦ ଦୁଇଟା କଳିଯୁଗର ରାଜା ମାଗିଲେ ହଁ। ଇଏ ପାଦ ଦୁଇ ଗୋଟି ପ୍ରଭୁ କରିବ ବିନାଶ ତେଣୁ କରିବୁ ହିଁ କରିବେ ଦେବୀ ମୋର ଈଶ ଇଏ ପାଦ ଥିଲେ ତୁମେ ଆଦତ ନାଚିବ ରକ୍ଷି ରକ୍ଷା କଲି ବୋଲି ନ ଚାଲିବ ମହାଭାରତରେ ଭୀଷ୍ମ ଯୁଦ୍ଧ କରିଗଲେ ବ୍ରହ୍ମଶରକୁ ଯେବେ ପ୍ରୟୋଗ କରିଲେ ସେତେବେଳେ କୋରାଳ ମୂର୍ତ୍ତି ହେଲ ନାରାୟଣ ଚକ୍ର ଧରି ରଥରୁ ଡେଇଁ କରିବ ଗମନ ସେତେବେଳେ ଭୀଷ୍ମ ରଥି କରକୁ ଯୋଡ଼ିଲେ ଦୁଇ ପାଦରେ ଉଭା ହୋଇଥିଲ ଭଲେ ତମର ଦୁଇଟା ଚଣ ଥିବା ଯୋଗୁଁ ଭୀଷ୍ମ ଟିକେ ଅନୀତି କରୁ କରୁ ତମେ ଧର୍ମାତ୍ମା ପୁରୁଷ ରଥରୁ ଡେଇଁ ଆସି ଆଜ୍ଞା ଦୌଡ଼ି ଦୌଡ଼ି ଆସି ଭୀଷ୍ମକୁ ବ୍ରହ୍ମଶର ମାରିବା ଯୋଗୁଁ ତମେ ଚକ୍ର ଧରିକି କେବଳ ମହାଭାରତ ଧର୍ମ କ୍ଷେତ୍ରରେ ଉପସ୍ଥିତ ହୋଇଥିଲା ଆଚ୍ଛା ଏ ପାଦ ଦୁଇଟା ଥିଲେ ପାପ ହେଇପାରିବ ନାହିଁ ଆରେ ଧର୍ମାତ୍ମା ପୁରୁଷ ମଧ୍ୟ ଟିକେ ପାପ କରିବା ଯୋଗୁଁ ହଁ ଭୀଷ୍ମ ମହାରଥୀ ଟିକେ ପାପ କରିଲେ ଯଦି ବ୍ରହ୍ମଶର ଛାଡି ଦେଇଥିଲେ ଆଜ୍ଞା ତମେ ଦୌଡ଼ି ଦୌଡ଼ି ଆସି ଏ କଳି ଯୁଗରେ ମଧ୍ୟ ମହା ଭୀଷ୍ମ ରଥୀ ମାନେ ବାହାରିବେ ତାଙ୍କେ ଯଦି ହୁଏ ତ ମୋ ବୁଦ୍ଧିରେ ପଡି ଯଦି କୁକର୍ମ କରିବେ ହଁ ତମେ ସେଇ ଦୌଡ଼ି ଆସି ରକ୍ଷା କରିଦବ ତେଣୁ ତମ ପାଦ ଦୁଇଟା ମଧ୍ୟ କାଟି ଦିଅ ଭଗବାନ ପାଦ ଦୁଇଟା ଦେଇ ହଁ ସେତେବେଳେ କହିଲେ ହେ କହିଲା ହସ୍ତ ଦେଇଦେଲି ପାଦ ଦେଇଦେଲି ହଁ। ଶ୍ରବଣ ଦେଇଦେଲି ଆଜ୍ଞା ଏଇଠି ହଁ ଦୁର୍ଯୋଧନ ମହାରାଜା ମାଗିଥିଲେ କଣ ହେ ପ୍ରଭୁ ତୁମର ପଲକ ଥିବା ଯୋଗୁଁ ଆଜ୍ଞା ତମେ ଭୀମସେନ ଯେତେବେଳେ ମତେ ବିନ୍ଦୁସାର ବାରରୁ ଯୁଦ୍ଧ କଲା ସମୟରେ ଆଜ୍ଞା ଭୀମସେନର କର୍ତ୍ତବ୍ୟ ନଥିଲା କି ଛନ୍ଦ କବର ଜାଣି ନଥିଲା ନାଇଁ ନାଇଁ ତମେ ଆଖି ଛାଡି ଦେଇ ହଁ ମୋ ଜୀବନଟାକୁ ତମେ ନେଇଯାଇଛ ନେଇଯାଇଛ ଦୁର୍ଯୋଧନ କହିଲେ କଳିରାଜା ପାଇଁ ତମର ପଲକଟାକୁ ମଧ୍ୟ ତମେ ପ୍ରଦାନ କରିପାରିବ ହଁ ତେଣୁ କଳିଯୁଗରେ ଭଗବାନଙ୍କର ପଲକ ମଧ୍ୟ ରହିଲା ନାହିଁ ହେଲା ଅରିଆ ବେଦ ବେଦାନ୍ତ ଲେଖା ଅଛି ହଁ ପାଦ ପବିତ୍ରଂ ଯଦି ପୁଣ୍ୟ ଧାମ ହସ୍ତ ପବିତ୍ରଂ ଯଦି ଦାନ କର୍ମ ହଁ ହଁ ଜିହ୍ବା ପବିତ୍ରଂ ଯଦି ରାମ ନାମ ହଁ ହୃଦ ପବିତ୍ରଂ ଯଦି ବ୍ରହ୍ମ ଜ୍ଞାନ ଆଚ୍ଛା। କର୍ଣ୍ଣ ପବିତ୍ରଂ ଯଦି ରାମ ନାମ ହଁ ନେତ୍ର ପବିତ୍ରଂ ଯଦି ଦିବ୍ୟ ଜ୍ଞାନ ଆଜ୍ଞା। ହସ୍ତ ପବିତ୍ରଂ ଯଦି ଦାନ କର୍ମ ଏତିକି ଯଦି କରିବ ନାହିଁ ତାହେଲେ କଳିଯୁଗରେ ଆମେ କରିବା ନାହିଁ ଆଜି ଜିଭ ମା ମାନଙ୍କୁ ହୋଳି ଟିକେ ଦିଅ ବୋଲେ ଦେଲ ନା ଜିଭରେ ଯଦି ତମେ ହୋଳି ଟିକେ ପକେଇବ ନାହିଁ ଏ ଜିଭରେ କେତେ ଖର୍ଚ୍ଚ କେତେ ମିଛ କେତେ ଗାଳି କେତେ କ୍ରୋଧ ଆମେ କରିଛୁ କରୁଛନ୍ତି କେତେ ମିଛ କହିଥିବା କେତେ ସତ କହିଥିବା ହଁ ଭଗବାନ କହିଲେ ରାମ ନାମ ଯୋଉଠି ଚାଲିଛି ମା ତମେ ମାନେ ରାମ ନାମ ଶୁଣିବାକୁ ଆସିଛ ହଁ ତମ ରାମ ନାମ ଶୁଣିବା ପୂର୍ବରୁ ତମେ ଘରେ କେତେ ପ୍ରକାର କଳି କଜିଆ ଭଲ ମନ୍ଦ ଛନ୍ଦ ବିଛନ୍ଦ କଥାବାର୍ତ୍ତା ହେଇଥାଏ ହଁ ଗାଳି ଏ ହୃଦୟରେ ପରିପୂର୍ଣ୍ଣ ଥିବ ଥିବ ରାମ ନାମ ଶୁଣିଲା ପରେ ତମେ ଯଦି ହରିବୋଲ ସହିତ
ହୁଳହୁଳି ଟିକେ ପଡିଲେ ହଁ। ଏ ହୃଦୟର ପାପ ଦୂର ହେବ, ପୁଣ୍ୟ ସ୍ଥାନଟି ଆସି ହୃଦୟରେ ବିରାଜମାନ କରିବ। ଏତିକି ଯଦି କରିବ ନାହିଁ, ହୁଳହୁଳି ଟିକେ ପକେଇବ ନାହିଁ, ବାପୁ ମାନଙ୍କର କରତାଳି ଯଦି ବାଜିବ ନାହିଁ, ହରିବୋଲ କରତାଳ ଯେଉଁ ସ୍ଥାନ ଥିବ ଗୋ ହତ୍ୟା ବ୍ରହ୍ମତ୍ୟା ଦୂର ହୋଇଯିବ। ଯିବ। ହରିବୋଲ କରତାଳ ହୁଳହୁଳି ଯଦି ନ ପଡିବ, ହଁ। ଆରେ ଯେମିତି ଆସିଥିଲୁ ନର ସେମିତି ଫେରିବୁ, ଓହୋ। ଆଉ କିଛି ହେଇପାରିବନି। ନାଇଁ। ତେଣୁ ବେଦରେ କହିଲେ କଣ? ରାମ ନାମ ପାଖରେ ଟିକେ ହୁଳହୁଳି ପଡିବ, କରତାଳି ଟିକେ ମାରିବ, ହଁ ହଁ। ବା ପିଲାମାନେ ଟିକେ ହରିବୋଲ। ହରିବୋଲ ଶବ୍ଦ ଦବ। ହଁ ହଁ। ଏ ଶବ୍ଦ ଯେତେ ଦୂର ଶୁଭିବ ସେତେ ଦୂର ପାପ ଉଠିବ। ଯଦି ସେତିକି କରିବ ନାହିଁ, ନାହିଁ। ଆମେ ଯେମିତି ଘରୁ ଆଇଥିଲେ ସେମିତିକା ଶୁଣିକିରି ଯିବା, ଭଲ ମନ୍ଦ ଟିକେ ଆଉ ପେଟ ରହିବ ନାହିଁ। ଟିକେ ପକେଇ ଦିଅ ହୁଳହୁଳି ଟିକେ କରତାଳି ଟିକେ ମାର। ହରି